ଓଡ଼ିଆ ରୀତିକାବ୍ୟାନୁମୋଦି ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ନୟାଗଡ଼ ଜିଲ୍ଲା ଇଟାମାଟିର ପ୍ରସିଦ୍ଧ ରୀତିଯୁଗର ଅମ୍ଳା ନଦୀ ପଶିଖା ଶେଷ ପର୍ଯ୍ୟାୟର କବି ଉତ୍କଳଘଣ୍ଟ ଯଦୁମଣି ଆପଣମାନେ ଜାଣନ୍ତି। ଯଦୁମଣି କହିଲେ ଉତ୍କଳଘଣ୍ଟ ଯଦୁମଣି ଅପେକ୍ଷା କବି ଯଦୁମଣି, ହାସ୍ୟବ୍ୟଙ୍ଗ କବି ଯଦୁମଣି କହିଲେ ସମସ୍ତେ ଜାଣନ୍ତି। ସେଇ ଉତ୍କଳଘଣ୍ଟ କବି ଯଦୁମଣିଙ୍କର ଆଜି ରାଘବ ବିଳାସ ଯେଉଁ ଶ୍ରେଷ୍ଠ କାବ୍ୟ ତାଙ୍କର ଯୋଡ଼ି ଅଛି ଆପଣମାନଙ୍କୁ ମୁଁ କହିଛି ଆଗରୁ। ସେଇ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବ ବିଳାସ ଦୁଇ କାବ୍ୟ ମଧ୍ୟରେ ଶ୍ରେଷ୍ଠ କାବ୍ୟ ରାଘବ ବିଳାସର ଷଷ୍ଠ ଛାନ୍ଦ ଅର୍ଥାତ୍ ସୀତାଙ୍କର ଜନ୍ମ କିଭଳି ହେଲା ଏବଂ ତାପରେ ସୀତା କିଭଳି ପରିବର୍ଦ୍ଧିତ ହେଲେ, ଜନକ ଋଷି କିଭଳି ସୀତାଙ୍କୁ ପାଇଲେ, ଏସବୁ ବିଷୟରେ ଷଷ୍ଠ ଛାନ୍ଦରେ କବି ଆଲୋକପାତ କରିଛନ୍ତି। ତଦ୍ବିଷୟରେ ଆଉ ବିଶେଷ ମୁଁ ନ କହିକିରି ଆସନ୍ତୁ ବର୍ତ୍ତମାନ ଏଇ ଯେଉଁ ରାଘବ ବିଳାସ ବିନାୟକେଶୀଙ୍କ ନାଁରେ ଯେଉଁ କାବ୍ୟଟି ସେ ବର୍ଣ୍ଣିତ କରିଛି, ନୟାଗଡ଼ର ରାଜା ତାଙ୍କର ପୃଷ୍ଠପୋଷକତାରେ ତାଙ୍କର ରାଜଦରବାରରେ ସେ କବି ହେଇକରି ଅନେକ ଦିନ ରହିଥିଲେ ଏବଂ ସାଧନା ତାଙ୍କର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ଏଇ ରାଘବ ବିଳାସ କାବ୍ୟରେ। ତେଣୁ ରାଘବ ବିଳାସଟି ହେଉଛି ଶ୍ରେଷ୍ଠ କାବ୍ୟ ବା ରାମ କାବ୍ୟ ଭିତରେ ଯେମିତି ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ, ସେମିତି ଅନୁରୂପ ଭାବରେ ଅଳଙ୍କାର ଦୃଷ୍ଟିରୁ କହନ୍ତୁ, ଶବ୍ଦ ପାଣ୍ଡିତ୍ୟ କହନ୍ତୁ, ବର୍ଣ୍ଣନା ଶୈଳୀ କହନ୍ତୁ ଏବଂ ଆଳଙ୍କାରିକତା ତଥା କବିଙ୍କର କବିତ୍ୱ ଅପୂର୍ବ କବିତ୍ୱ ଶକ୍ତିର ଅପୂର୍ବ ପରିଚୟ ରାଘବ ବିଳାସ କାବ୍ୟରୁ ଆପଣମାନେ ପ୍ରାୟ କିଛି କିଛି ଛାନ୍ଦ ମୁଁ ଆଲୋଚନା କରି ଶୁଣିଛନ୍ତି। ଆଜି ଆଉ ତଦ୍ବିଷୟରେ ମୁଁ ବିଶେଷ ଆଲୋଚନା ନ କରି ଆସନ୍ତୁ ଷଷ୍ଠ ଛାନ୍ଦରେ ସୀତାଙ୍କର ଜନ୍ମ କିଭଳି ସମ୍ଭବ ହୋଇଥିଲା, କବି କ'ଣ ସେ ବିଷୟରେ କିଭଳି ସେ ବିଷୟଟିକୁ ଉପସ୍ଥାପନା କରିଛନ୍ତି ଷଷ୍ଠ ଛାନ୍ଦରେ, ଆସନ୍ତୁ ଶୁଣିବା। ଶୁଣ ସୁବିଦୁଷ ସକଳ କିଳ୍ବିଷ ଅଙ୍ଗରୁ ହୋଇବ ଦହନ। ଶୁଣ ସୁବିଦୁଷ ସକଳ କିଳ୍ବିଷ ଅଙ୍ଗରୁ ହୋଇବ ଦହନ। ଜନକ ମୁନୀଶ କାଶ୍ୟପିଙ୍କି ଚାଷ, ଜନକ ମୁନୀଶ କାଶ୍ୟପିଙ୍କି ଚାଷ କରନ୍ତେ କର୍କଶ ବହନ। ସେ କାଳେ ସଭସାପେ ଖରେ ଅପ୍ସରା, ଖରେ ଯାଉଜତି ଦେଖି ବିଚାରନ୍ତି, ଖରେ ଯାଉଜତି ଦେଖି ବିଚାରନ୍ତି। ଦୁହିତା ହୋନ୍ତା ଏ ମୋ ପରା, ସେ କାଳେ ସଭସାପେ ଖରେ ଅପ୍ସରା। ଆଜ୍ଞା ସୁନ୍ଦର ବର୍ଣ୍ଣନା ହେଇଛି। କବି ଟିକେ ରାଗ ଆହାରି ରାଗରେ ଏକୁ ଲେଖିଛନ୍ତି। ସେତେବେଳେ ଆପଣମାନେ ଜାଣନ୍ତି ଏଇ କାବ୍ୟରେ ସବୁ ବିଭିନ୍ନ ରାଗ ରାଗିଣୀ, ବିଭିନ୍ନ ଛାନ୍ଦରେ ବିଭିନ୍ନ ରାଗ ରାଗିଣୀ, ବିଭିନ୍ନ ବୃତ୍ତରେ ସବୁ ଅତି ସୁନ୍ଦର ଭାବରେ ଜ୍ଞାନ କରାଯାଉଥିଲା ନା କାବ୍ୟଗୁଡ଼ିକ ଗାନଧର୍ମୀ। ତେଣୁ ଏଇ ଛଅ ଛାନ୍ଦରେ ସୀତାଙ୍କର ବିବାହ ସମ୍ଭବ ବା ଜନ୍ମ ପ୍ରସଙ୍ଗରେ କବି ପ୍ରଥମେ ଆଲୋଚନା କରୁଛନ୍ତି ଯେ ଶୁଣ ସୁବିଦୁଷ ସକଳ କ୍ଳ୍ବିଷ, ଏ ରାଘବ ବିଳାସ କାବ୍ୟ, କାହିଁକିନା ରାମ କାବ୍ୟ ନା ଏ, ତେଣୁ ସକଳ କ୍ଳ୍ବିଷ ଅଙ୍ଗରୁ ହୋଇବ ଦହନ। ଆପଣଙ୍କ ଅଙ୍ଗରେ ଶରୀରରେ ଯେତେ ପାପ ଆପଣ ଅର୍ଜନ କରିଛନ୍ତି, ଏଇ ସୀତାଙ୍କର ଜନ୍ମ ରାମ କାବ୍ୟର ଯେଉଁ ସୀତାଙ୍କର ଜନ୍ମ ସମ୍ଭବ ଏଇଠି ଛଅ ଛାନ୍ଦରେ ମୁଁ ବର୍ଣ୍ଣନା କରୁଛି। ଏହି ସୁବିଦୁଷ ଜ୍ଞାନୀ ପଣ୍ଡିତମାନେ ବୁଦ୍ଧିଜୀବୀମାନେ ଆକୁ ଶ୍ରବଣ କଲେ ସମସ୍ତ ପାପ କ୍ଳ୍ବିଷ ଅର୍ଥାତ୍ ପାପ ତାପ ସବୁ ନାଶ ହେଇଯିବ। ଏବଂ କ'ଣ ବିଷୟବସ୍ତୁ ନା ଜନକ ମୁନୀଶ କାଶ୍ୟପିଙ୍କି ଚାଷ କରନ୍ତେ। କାଶ୍ୟପିଙ୍କି ଜନକ ମୁନୀଶ, ଜନକ ଋଷି ମୁନୀଷ ବୋଲି ଲେଖିଲେ। ମୁନିମାନଙ୍କ ମଧ୍ୟରେ ବା ଋଷିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଜନକ। ତେଣୁ ଜନକ ଋଷି ଯେତେବେଳେ କାଶ୍ୟପୀ, ପୃଥିବୀର ଧରିତ୍ରୀ ବା ପୃଥିବୀ ମାତାର ଅନ୍ୟ ନାମ ହେଉଛି ଆଜ୍ଞା କାଶ୍ୟପୀ। ତେଣୁ ଚାଷ କରନ୍ତେ, ଆପଣମାନେ ଜାଣିଛନ୍ତି ଜନକ ରାଜା ଯଜ୍ଞ ଆୟୋଜନ କରିକିରି ତାପରେ କୃଷି ହଳ କରିଥିଲେ। ତେଣୁ ସେଇଥିରୁ ସୀତା ସମ୍ଭବ ଉଦ୍ଭବ ହୋଇଥିଲେ। ଏଣୁ ଜନକ ମୁନୀଷ କାଶ୍ୟପିଙ୍କି ଚାଷ କରନ୍ତେ କର୍କଶ ବହନ, କର୍କଶ ଭାବରେ ଚାଷ କରନ୍ତେ।
ମାଟି ଖୋଳିଛନ୍ତି ଆଜ୍ଞା ଲଙ୍ଗଳ ମୂଳରେ ମାଟି ସାର ତାଡ଼ିକିରି ଖୋଳିବା ଭିତରେ କର୍କଶ ଶବ୍ଦ ଦିଆହେଇଛି। ଆଉ ସେ କାଳେ ଶବ ସାପେ ଖୋଳୁଥିବା ସମୟରେ ଅର୍ଥାତ୍ ଚାଷ କରୁଥିବା ସମୟରେ ସେ କାଳେ ଶବ ସାପରେ ଶବ ଶବ୍ଦ ଗୋଟିଏ ଦେଲେ। ଇନ୍ଦ୍ରଙ୍କର ଅନେକ ନାଁ ଅଛି, ତା ଭିତରେ ଶବ ହେଉଛି ଇନ୍ଦ୍ରଙ୍କର ଗୋଟିଏ ନାଁ। ଇନ୍ଦ୍ରଙ୍କ ଅଭିଶାପରୁ ଆଉ ଗୋଟେ ଅପ୍ସରା ମେନକା ଅପ୍ସରା ଆଜ୍ଞା ଖରେ ଅପ୍ସରା ଯାଉଥିବା ସମୟରେ ଖରେ ଯେ ଆକାଶ ମାର୍ଗରେ ଯାଉଥିବା ସମୟରେ ଇନ୍ଦ୍ରଙ୍କ ଅଭିଶାପଗ୍ରସ୍ତ ହୋଇକରି ଆକାଶ ମାର୍ଗରେ ଅପ୍ସରା ମେନକା ଯାଉଥିବା ସମୟରେ ଖରେ ଯାଉ ଜ୍ୟୋତି ଦେଖି ବିଚାରନ୍ତି। ଶୀଘ୍ର ଖରେ ଖରେ ମାନେ ଆକାଶରେ, ଖରେ ମାନେ ଶୀଘ୍ର ଦ୍ରୁତ ଯାଉଥିବା ସମୟରେ ଋଷି ତାକୁ ଦେଖିକିରି ଜନକ ରାଜା ବା ଜନକ ଋଷି ଦେଖିକିରି ଆଜ୍ଞା କହୁଛନ୍ତି ଇଏ ମୋର କନ୍ୟା ଚାଷ କରୁଛନ୍ତି ନା, ତାଙ୍କର ସେ ନିଃସନ୍ତାନ ଥିଲେ, ତେଣୁ ମୋର ଇଏ ଦୁହିତା ହେଲେ ଭଲ ହୁଅନ୍ତା। ଅତ୍ୟନ୍ତ ଆନନ୍ଦିତ ମୁଁ ହୁଅନ୍ତି ଏଇ ଯେଉଁ ଆକାଶ ମାର୍ଗରେ ଯାଉଛି ଯେଉଁ ଅପ୍ସରୀଟି ବା ଅପ୍ସରା, ଆକୁ ଦେଖିକିରି ଋଷି ମନରେ ଚିନ୍ତା କଲେ ଯେ ଆକୁ ମୁଁ ଯଦି କନ୍ୟା ରୂପରେ ପ୍ରାପ୍ତ ହେବି ବା ପାଇବି ତାହେଲେ ମୋର ବିଶେଷ ଆନନ୍ଦ ମୁଁ ଅନୁଭବ କରିବି। ଏଇ କଥାଟି ତା ପରବର୍ତ୍ତୀ ପର୍ଯ୍ୟାୟରେ କବି ବର୍ଣ୍ଣନା କରୁଛନ୍ତି। ନଗରୀ ନର୍ତ୍ତକୀ ବ୍ରହ୍ମଣ୍ୟ ଉକ୍ତି କି ଜାଣି ପ୍ରକାଶ ରଭସେ। ନଗରୀ ନର୍ତ୍ତକୀ ବ୍ରହ୍ମଣ୍ୟ ଉକ୍ତି କି ଜାଣି ପ୍ରକାଶ ରଭସେ। ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା। ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା। ପୂର୍ବୁ ନା ପାର୍ଥିବୀ ପ୍ରକାଶେ। ପୂର୍ବୁ ନା ପାର୍ଥିବୀ ପ୍ରକାଶେ। ଗତାନ୍ତେ ବେଧା ବିଧାନରେ ଉତ୍ପତ୍ତି। ଗତାନ୍ତେ ବେଧା ବିଧାନରେ ଉତ୍ପତ୍ତି। ସୁଫେଡ଼ା ଫଳାଗ୍ରେ। ସୁଫେଡ଼ା ଫଳାଗ୍ରେ ଦେଖି ଜ୍ୟୋତି ବ୍ୟଗ୍ରେ। ବିଘ୍ନେ ଦୃଷ୍ଟିପାତ ଝଟତି। ଗତାନ୍ତେ ବେଧା ବିଧାନରେ ଉତ୍ପତ୍ତି। ମୁଁ କହିଛି ଆଜ୍ଞା କବି ଯଦୁମଣିଙ୍କର ଏଇ ରାଘବ ବିଳାସ କାବ୍ୟଟି ନାରିକେଳ ପାକ ଅର୍ଥାତ୍ ଉପରଟା ଅତ୍ୟନ୍ତ କଠିନ ଶବ୍ଦ ଅଛି, କ୍ଳିଷ୍ଟ ଶବ୍ଦ ଦିଆଯାଇଛି, ମାତ୍ର ନାରିକେଳକୁ ଭାଙ୍ଗିଦେଲେ ତା ଭିତରେ ଯେ ସ୍ୱାଦ, ତା'ର ପାଣି, ତା'ର ରସ, ନଡ଼ିଆକୁ ଭାଙ୍ଗିଦେଲେ ଆଜ୍ଞା ସେଇଭଳି ଆପଣ ଆହ୍ଲାଦିତ ହେଇଯିବେ। ପ୍ରଥମେ ଟିକେ କ୍ଳିଷ୍ଟ ଶବ୍ଦ ତା'ର ଅର୍ଥ ଯଦି ପାଇଯିବା, ଅର୍ଥକୁ ବୁଝା ପଡ଼ିଗଲେ ଅତ୍ୟନ୍ତ ଆନନ୍ଦିତ ହେବେ। ତେଣୁ ମୁଁ ଶ୍ରୋତାମାନଙ୍କୁ କହୁଛି ଯେ ଏ କାବ୍ୟର ରସ ରାମ କଥା ସମସ୍ତ ପାପ ବିନାଶ ହେଇଯିବ ଶ୍ରବଣ ମାତ୍ରେ ଏବଂ ଅତ୍ୟନ୍ତ ଆନନ୍ଦ ମନରେ ୟାକୁ ଆପଣମାନେ ଶୁଣନ୍ତୁ। ଏଇ କଥା ଯଦୁମଣି କବି କହିଛନ୍ତି। ଏବଂ ସେ କହୁଛନ୍ତି ନଗରୀ ନର୍ତ୍ତକୀ ବ୍ରହ୍ମଣ୍ୟ ଉକ୍ତିକି। ଆରେ ଅପ୍ସରା ଯାଉଛି ନା ଆକାଶରେ ଆଉ ଋଷି ଚାଷ କରୁଛନ୍ତି, ଏ କଥା ସେ ଶୁଣିକିରି ଜନକ ଋଷିଙ୍କର ବ୍ରହ୍ମଣ୍ୟ ଶବ୍ଦ ଥିଲେ ନଗରୀ ନର୍ତ୍ତକୀ ଅର୍ଥାତ୍ ସ୍ୱର୍ଗର ଅପ୍ସରା। ଏବଂ ତାକୁ କହିଲେ ଏ ଶୁଣେଇଲା ଭଳିଆ ଆକାଶ ମାର୍ଗରେ ଯାଉଛି, ଜନକ ଋଷି ଯେମିତି ଶୁଣିପାରିବେ ସେଇଭଳି ଶବ୍ଦରେ ବା ସେଇଭଳି ଭାଷାରେ ସେ କହିଲା ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା। ତୁମ୍ଭ ସୁତା ଧରଣୀରୁ ତୁମେ ଯେଉଁ ଚାଷ କରୁଛ ଲଙ୍ଗଳରେ, ସେ ଲଙ୍ଗଳ ଶିଆଳରୁ ସେ ଉତ୍ପତ୍ତି ହେବେ। ତୁମେ ଯେଉଁ ମୋତେ ଯେଉଁ କନ୍ୟା ପ୍ରାପ୍ତ ହେବ ବା ମୋ ଭଳି କନ୍ୟାଟିଏ ପ୍ରାପ୍ତ ହେଉଛୁ ବୋଲି ଯେଉଁ ବିଚାର କରୁଥିଲ, ଅବଶ୍ୟ ଆପଣ ହେ ଋଷି ଅବଶ୍ୟ ଆପଣ ଗୋଟିଏ କନ୍ୟା ପ୍ରାପ୍ତ ହେବେ। ଏବଂ ପୂର୍ବରୁ ତା ନାଁ ଦିଆ, ଯେହେତୁ ସିଏ ତା ନାଁ ପାର୍ଥିବୀ ରହିଛ, ପାର୍ଥିବୀ ପୂର୍ବରୁ ଏ ନାଁ ଦିଆ ସରିଛି। ସୀତାଙ୍କର ଅନ୍ୟ ନାମ ହେଉଛି ଆଜ୍ଞା ପାର୍ଥିବୀ, କାହିଁକିନା ପୃଥିବୀ ବା ଧରିତ୍ରୀରୁ ଜାତ ହେଇଥିଲେ, ତେଣୁ ସେ ପାର୍ଥିବୀ ବା ଧରିତ୍ରୀ ସୂତା ବୋଲି କୁହାଯାଇଛି, ଭୂମି ସୂତା ବୋଲି ମଧ୍ୟ କୁହାଯାଉଛି। ଆଚ୍ଛା, ଧରଣୀ ସମ୍ଭୂତା ହେବ ତୁମ୍ଭ ସୂତା। ପୂର୍ବ ନାଁ ପାର୍ଥିବୀ ପ୍ରକାଶେ। ପାର୍ଥିବୀ ରୂପରେ ସେ ପ୍ରକାଶ ପାଇବେ। ଏବଂ ଗତାନ୍ତେ ଏହା କହିଦେଇକିରି ଅପ୍ସରା ଚାଲିଗଲା ଆଜ୍ଞା, ତା ବାଟରେ ସେ ଚାଲିଗଲା। କିଛି ସମୟ ପରେ ଋଷି ଜନକ ମହର୍ଷି ବା ଋଷି ଚାଷ କରୁଛନ୍ତି ତ, ଇଏ ତ ବେଧାର ବିଧାନ ହେଇଛି। ଆରେ ଇଏ ତ ପୂର୍ବରୁ ବ୍ରହ୍ମା ତାକୁ ବିଚାର କରିଛନ୍ତି, ବିଧାନ କରିଛନ୍ତି, ବିଧାତାର କଳ୍ପନା ଯେ ଭଗବାନ ରାମଚନ୍ଦ୍ର ସେପଟେ ଜନ୍ମ ହୋଇଛନ୍ତି। ପୂର୍ବରୁ ପଞ୍ଚମ, ଏଇଟା ଷଷ୍ଠ ଛାନ୍ଦ ଚାଲିଛି। ପଞ୍ଚମ ଛାନ୍ଦରେ ଆମେ ଆଲୋଚନା କରିଛୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ କେମିତି ଋଷ୍ୟଶୃଙ୍ଗ ଆସିଲେ ଏବଂ କେମିତି ଯଜ୍ଞ କଲେ। ଯଜ୍ଞର ଚରୁଅନ୍ନ ଖାଇକିରି ଆଉ କୈକେୟୀ
ସୁମିତ୍ରା ଏବଂ ଆମର ରାମଙ୍କର ମା ଯିଏ କୌଶଲ୍ୟା କୈକେୟୀ ସୁମିତ୍ରା ତିନି ରାଣୀ ଗର୍ଭବତୀ ହେଇଥିଲେ। ଆଉ ସୁମିତ୍ରା ହେଉଛନ୍ତି ଯମଜ ସନ୍ତାନ ଜନ୍ମ କରିଥିଲେ। ଏଇଭଳି ରାମଚନ୍ଦ୍ର ଭରତ ଲକ୍ଷ୍ମଣ ଶତ୍ରୁଘ୍ନ এই ତିନି ରାଣୀଙ୍କ ଗର୍ଭରୁ 4 ପୁତ୍ର ଜାତ ହେଇଥିଲେ। ଏଇଟା ପଞ୍ଚମ ଛାନ୍ଦରେ ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଷଷ୍ଠ ଛାନ୍ଦରେ ମା ସୀତାଙ୍କର କଥା ବର୍ଣ୍ଣନା ହେଉଛି। ତେଣୁ ଏଇ କଥା ଯେତେବେଳେ ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା ପାର୍ଥିବୀ ନାଁରେ ପ୍ରକାଶିତ ହେବ ସେ ପାଇବ। ଏବଂ ଗତାନ୍ତେ ବେଧା ବିଧାନରେ ଉତ୍ପତ୍ତି ହେଲା। ବିଧାତାର ବିଚାର ଅଛି ନା, ବିଧାତା ବିଚାରରେ ଋଷି ଚାଷ କରୁଥିବା ସମୟରେ ଗୋଟିଏ ପେଡ଼ି ପାଇଲେ। ତାକୁ କବି ବର୍ଣ୍ଣନା କରିଛନ୍ତି ସୁଫେଡ଼ା ଫଳାଗ୍ରି। ସୁଫେଡ଼ା ଅର୍ଥାତ୍ ଭଲ ଲଙ୍ଗଳର ସିଆର ମୁନରେ ଆଉ ଫଳାଗ୍ରି ଲଙ୍ଗଳ ମୁନ ଏବଂ ସୁଫେଡ଼ା ଅର୍ଥାତ୍ ଗୋଟିଏ କାଠ ପେଡ଼ି। ଫଳାଗ୍ରେ ଗୋଟିଏ ସୁଫେଡ଼ା ଦେଖାଗଲା। ସୁଫେଡ଼ା ମାନେ ଗୋଟେ ବାକ୍ସ ଭିତରେ କାଠ ବାକ୍ସ ଭିତରେ ଆଜ୍ଞା ଲଙ୍ଗଳ ସିଆର ମୁନରୁ ଚାଷ ହେଇଗଲା। ଦେଖିକିରି ବ୍ୟଗ୍ରେ ବିଘ୍ନେ ଦୃଷ୍ଟିପାତ। ବିଘ୍ନେ ଶବ୍ଦ ଦେଲେ। ବିଘ୍ନେ ଅର୍ଥାତ୍ ବିଶେଷ ଭାବରେ ଆଉ ସେ ଅତି ଶୀଘ୍ର ବ୍ୟଗ୍ର ହେଇକିରି ସେ ବାକ୍ସ କାଠ ବାକ୍ସଟିକୁ ଆଜ୍ଞା ଯେତେବେଳେ ଖୋଲି ଦେଇଛନ୍ତି ଯେତେବେଳେ ଦୃଷ୍ଟିପାତ ଝଟତି ଦୃଷ୍ଟିପାତ ତାଙ୍କର ହେଲା ଯେ ଗୋଟିଏ ଦିବ୍ୟ ସୁନ୍ଦରୀ କନ୍ୟାଟିଏ ଏଇ ବାକ୍ସ ଭିତରେ ଅଛି। ସୁଫେଡ଼ା ବୋଲେ ପେଡ଼ି, ସୁନ୍ଦର ପେଡ଼ିଟିଏ, ତା ଭିତରେ କନ୍ୟାଟିଏ ଆଜ୍ଞା ଶୋଇଛି। ଆଉ ଆଚ୍ଛା, କବି ପୁଣି କ'ଣ ବର୍ଣ୍ଣନା କରୁଛନ୍ତି? କାନ୍ତି କି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଇକ୍ଷଣେ ସୁକ୍ଷଣେ ସୁଗତି ଦିନ জন ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି ତତ୍କାଳେ ପବିତ୍ରାଙ୍ଗୀ ଘେନି ସଦନେ ସୀମନ୍ତିନୀ ଭୂଷା ମର୍ମେ ସୀମନ୍ତିନୀ ଭୂଷା ମର୍ମେ ହୃଦୟାନନ୍ଦ ସେ ତେସନେ ତତ୍କାଳେ ପବିତ୍ରାଙ୍ଗୀ ଘେନି ସଦନେ। ଅନୁପ୍ରାସ ଅଳଙ୍କାର। ଦିନ জন ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ବିଧି ସିଦ୍ଧି ନିଧି ଇତ୍ୟାଦି ବାରମ୍ବାର ଉଚ୍ଚାରିତ ହେଉଛି ଆଜ୍ଞା। ତେଣୁ ଅନୁପ୍ରାସ ଅଳଙ୍କାର। ଆଚ୍ଛା, ତେବେ କ'ଣ ହେଇଛି ଆଜ୍ଞା ଘଟଣା ନା କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ। ରାଜର୍ଷି ଜନକ ଦେଖିଲେ ଲକ୍ଷଣରେ ଅନେକ ଉତ୍ତମ ଲକ୍ଷଣ ସମ୍ପନ୍ନା ଏ କନ୍ୟା ଏବଂ ତା'ର କାନ୍ତି ତା'ର ଶୋଭାକୁ ଦିବ୍ୟ ଶୋଭା ମୁଁ କହିଛି ଅପୂର୍ବ ସୁନ୍ଦରୀ କନ୍ୟାଟିଏ ଦେଖିଲେ ଦିବ୍ୟ ସୁନ୍ଦରୀ କନ୍ୟା ତାକୁ ପୁଣି ଲକ୍ଷଣଯୁକ୍ତ ବିଶେଷ ଲକ୍ଷଣଯୁକ୍ତ ସବୁ ହେଇଛି। ଏବଂ ଇକ୍ଷଣେ ସୁକ୍ଷଣେ ସୁଗତି ତା'ର ଇକ୍ଷଣେ ଅର୍ଥାତ୍ ଚାହିଁକିରି ପୁଣି ଆଉ ଏ କନ୍ୟାକୁ ଯଦି ଥରେ ଦର୍ଶନ କରିବ ତାହେଲେ ସୁଗତି ଅର୍ଥାତ୍ ଉତ୍ତମ ଗତି ମଣିଷର ହେଇଯିବ। ସୀତା ମାତା ସିଏ ଲକ୍ଷ୍ମୀ ସ୍ୱରୂପିଣୀ ବା ଲକ୍ଷ୍ମୀ ସ୍ୱରୂପା ସିଏ। ଏଣୁ ଇକ୍ଷଣେ ସୁକ୍ଷଣେ ସୁଗତି ଦିନ জন ନିଧି। ଆଉ ତାହେଲେ ଜନକ ରାଜା କାହିଁକି ବା ଜନକ ଋଷି କାହିଁକି ଆଜ୍ଞା ଚାହୁଁ ଯଦି ସୀତାମାତାଙ୍କର ଦିବ୍ୟ ରୂପ ଅପୂର୍ବ ଶୋଭା ଉତ୍ତମ ଲକ୍ଷଣଯୁକ୍ତ ଏ ଦିବ୍ୟ କନ୍ୟାକୁ ଚାହିଁବା ମାତ୍ରେ ଯଦି ସୁଗତି ପ୍ରାପ୍ତ ହେଇଯିବ ଲୋକର ତାହେଲେ ଜନକ ଋଷିଙ୍କୁ ଆଜ୍ଞା ନିଶ୍ଚୟ ଆନନ୍ଦିତ ଦେଇଛି। ତେଣୁ କବି ଏଠି ବର୍ଣ୍ଣନା କରୁଛନ୍ତି ଯେ କିଭଳି ଆନନ୍ଦିତ ହେଲେ ନା ଦିନ জন ନିଧି ପାଇଲା ଅବଧି। ଆରେ କୂଟନିଧି ସତେ ଯେମିତି ଦିନ জন ଗୋଟିଏ ଦରିଦ୍ର ଲୋକ ହଠାତ୍ ନିଧି ବା ଆଉ ଧନରତ୍ନ ପାଇଗଲେ ଯେମିତି ବିଶେଷ ଆନନ୍ଦିତ ହୁଏ। ଆରେ ଚିରକାଳ ଦାରିଦ୍ର୍ୟ ଦୁଃଖରେ କାଳାତିପାତ କରୁଥିଲା ଦିନହୀନ ଜନଟିଏ ହଠାତ୍ ଆଉ ଗୋଟେ ରତ୍ନ ବୁଜଳାଟେ ପାଇଗଲା। ତାଙ୍କୁ ଜନକ ଋଷିଙ୍କୁ ସେଇଭଳି କାହିଁକିନା ନିଃସନ୍ତାନ ଥିଲେ ସେ ଗୋଟିଏ କନ୍ୟା ପ୍ରାପ୍ତ ହେଇଛି ଏଥିରେ ଉତ୍ତମ ଲକ୍ଷଣଯୁକ୍ତା ଏବଂ ସୁଧାପତି ସିଦ୍ଧି କବି ବର୍ଣ୍ଣନା କରୁଛନ୍ତି ସତେ ଯେମିତି ଅମୃତ କଳସ ଗୋଟେ ପାଇଗଲେ। ଆଉ ସମୁଦ୍ର ମନ୍ଥନ ବେଳେ ଯେମିତି ଆଉ ଅମୃତ କଳସ ବାହାରିଥିଲା ତାକୁ ଭଗବାନ ବିଷ୍ଣୁ କେମିତି ନେଇଥିଲେ ମୋହିନୀ କନ୍ୟା ରୂପରେ କେମିତି ବାଣ୍ଟିଥିଲେ ଆପଣ ସେ ବିଷୟ ମୁଁ କହୁନି। ତେବେ ସୁଧାପତି ଗୋଟିଏ ସେ ପ୍ରାପ୍ତ ହେଇଗଲା। ତେଣୁ ବା ସୁଧା କଳସର ସିଦ୍ଧି ପ୍ରାପ୍ତି ହେଇଗଲା କି କବି ବର୍ଣ୍ଣନା କରୁଛନ୍ତି। ଏବଂ ତତ୍କାଳେ
ଏବଂ ସାଙ୍ଗେ ସାଙ୍ଗେ ଆଉ କାଳ ବିଳମ୍ବ ନ କରି ସେ ପବିତ୍ରାଙ୍ଗୀ ଘେନି ସଦନେ ଘରକୁ ଆସିଲେ। ଭୂମିକର୍ଷଣ କଲେ, କାଠ ବାକ୍ସ ଭିତରେ ସୁନ୍ଦର ଦିବ୍ୟ ସୁନ୍ଦରୀ କନ୍ୟାଟିଏ ଲାଭ କଲେ ଏବଂ ସିଏ ତାକୁ ଅତ୍ୟନ୍ତ ଆନନ୍ଦରେ କୋଟି ରତ୍ନ ପାଇଲା। ଦିନହୀନ ଲୋକ ସତେ ଯେମିତି କୋଟିନିଧି ପାଇଲା ଭଳିଆ, ଅମୃତ କଳସଟିଏ ପାଇଲା ଭଳି ସୁଧା କଳସ ଜନକ ତାକୁ ଧରିକିରି ଘରକୁ ଆସିଲେ ସଦନେ ଅର୍ଥାତ୍ ଗୃହକୁ। ସୀମନ୍ତିନୀ ଭୂଷା ଇଏ ଏବଂ ବାଟରେ ଭାବିକିରି ଆସୁଛନ୍ତି, ଆରେ ଇଏ ସୀମନ୍ତିନୀ ଅର୍ଥାତ୍ ସମସ୍ତ ନାରୀ ଏବଂ ନାରୀମାନଙ୍କର ଭୂଷା, ଶିରୋଭୂଷା ମଧ୍ୟରେ ଶ୍ରେଷ୍ଠ ସ୍ଥାନୀୟ ଇଏ। ଆଉ କ'ଣ ହେବ? ପରମ ଆନନ୍ଦ ମର୍ମେ ବା ହୃଦୟରେ ଭାବନା ରଖିକିରି ଆଜ୍ଞା ଋଷି ଧରିକିରି ଆସିଲେ ଏବଂ ତାଙ୍କର ହୃଦୟ ସେଇଭଳି ତେଜରେ ଆଉ ଏ ସମସ୍ତ ନାରୀମାନଙ୍କର ଶିରୋଭୂଷା ହେବ। ଏ କଥା ମର୍ମରେ ବିଚାର କରିକିରି ଆସୁଛନ୍ତି ଘରକୁ। ଅତି ଶୀଘ୍ର ଆସି ପହଞ୍ଚିଗଲେ। କବି ପୁଣି ବର୍ଣ୍ଣନା କରୁଛନ୍ତି, ବନଜ ସମ୍ଭୂତା ପରାଇ ବର୍ଦ୍ଧିତା ସ୍ପନ୍ଦ ନିଉଛାଇ ହୁଇକି ନୟନ ଚକୋରି ସୁଧାପାନ କରି ବେରବେ ସର୍ବେ ଅଲକ୍ଷ୍ୟ କି ବାତରେ ଲତାଗ୍ର ଚଳାଚଳ ମତ ବାତରେ ଲତାଗ୍ର ଚଳ ମତ ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ବେଳକୁ ବେଳ ସେ ବିଦୀପ୍ତ ବାତରେ ଲତାଗ୍ର ଚଳ ମତ। ଆରେ ମା ସୀତାଙ୍କର ଲକ୍ଷ୍ମୀ, ମୁଁ କହିଲି ଲକ୍ଷ୍ମୀ ସ୍ୱରୂପା ବା ଲକ୍ଷ୍ମୀ ସ୍ୱରୂପିଣୀ ମା ସୀତାଙ୍କର ବିଷ୍ଣୁଙ୍କର ପତ୍ନୀ ଲକ୍ଷ୍ମୀ ଯିଏକି ସମୁଦ୍ର ମନ୍ଥନ ବେଳେ ବାହାରିଥିଲେ, ସେଇଭଳି ଏ ସୀତା ଆଉ ଦେଖାଯାଉଛି। ସମସ୍ତଙ୍କର ମନରେ ଆନନ୍ଦ ଜାତ ହେଇଗଲା ଆଜ୍ଞା। ଏଣୁ କବି କହୁଛନ୍ତି ବନଜ ସମ୍ଭୂତା ଇଏ। ବନଜ ସମ୍ଭୂତା ଅର୍ଥାତ୍ ସମୁଦ୍ରରୁ ସମ୍ଭୂତା, ବନଜ ଶବ୍ଦ ଦେଲେ। ବନ ବୋଲେ ଜଳ, ଜଳରୁ ଜାତ ହେଇଛନ୍ତି, ସମୁଦ୍ରରୁ ଜାତ ହେଇଛନ୍ତି। ସମୁଦ୍ର ମନ୍ଥନ ସିନ୍ଧୁ ସୁତା ସେ ଲକ୍ଷ୍ମୀ, ସେମିତି ଇଏ ଚାଷ ଜମିରୁ ବାହାରିଛନ୍ତି। ତେଣୁ ଇଏ ସମୁଦ୍ର ମନ୍ଥନ କାଳରେ ଯେମିତି ମା ଲକ୍ଷ୍ମୀ ବାହାରିଥିଲେ, ଇଏ ବନଜ ସୁତା ସମ୍ଭୂତା ପରାଏ ସମୁଦ୍ରରୁ ଜାତ ପରାଏ ଲକ୍ଷ୍ମୀ ସ୍ୱରୂପିଣୀ ବର୍ଦ୍ଧି, ସେଇଭଳି ଦିନକୁ ଦିନ ବଢ଼ିଲେ ସେ। ବନଜ ସମ୍ଭୂତା ପରାଇ ବର୍ଦ୍ଧିତା ପଦ ନିଉଛାଇ ହୁଇକି ନୟନ ଚକୋରି ସୁଧା ପାନ କଲି। ଆରେ ତାଙ୍କର ପଦକୁ ନିଉଛାଳି ହେଉଛି, ମୁଁ ବନ୍ଦାପନା କରୁଛନ୍ତି ଲୋକ ମାନେ ମା ସୀତା ତାଙ୍କର ପାଦ ଏତେ ସୁନ୍ଦର, ତାକୁ ନିଉଛାଳି ଅର୍ଥାତ୍ ପଦବନ୍ଦନା କରୁଛନ୍ତି। କିଏ ସେ? ପୁରବାସୀମାନେ, ରାଜ ଅନ୍ତଃପୁରରେ ଥିବା ଲଳନାମାନେ। ଏବଂ କବି ଏଠି ବର୍ଣ୍ଣନା କରୁଛନ୍ତି ଯେ ନୟନ ଚକୋରି ସୁଧାପାନ କରି ବେରବେ ସର୍ବେ ଅଲକ୍ଷ୍ୟ। ଆଚ୍ଛା, ଆକୁ ଆଉ ତୁଳନା କିଏ? ସମସ୍ତେ ଅଲକ୍ଷ୍ୟ ହେଇଯିବେ। ଆଚ୍ଛା, ଇଏ ଅତୁଳନୀୟ କନ୍ୟା ଇଏ। ଏଣୁ ବେରବ ଶବ୍ଦ ଦେଲେ। ବେରବ ଶବ୍ଦ ଅର୍ଥାତ୍ ଅନ୍ତଃପୁର ବା ଗୃହ। ଏବଂ ନୟନ ଚକୋରି ସୁଧାପାନ କରୁଛି। ଆଖି ନୟନ ଚକୋରି, ତାଙ୍କ ପାଦ ଯୋଡ଼ିକ କଅଁଳିଆ ପାଦ ଯୋଡ଼ିକ ଆଜ୍ଞା, ଗୋଡ଼ ହାତ ହଲଉଛନ୍ତି ନା, ସେ ପାଦକୁ ଦେଖି ଦେଇକିରି ନୟନ ରୂପକ ଚକୋରି, ଯେମିତି ଚନ୍ଦ୍ରଜୋତ୍ସ୍ନା, ଚକୋର ପକ୍ଷୀ ଚନ୍ଦ୍ରଜୋତ୍ସ୍ନା ପାନ କରେ, ଆଉ ଇଏ ସୁଧାପାନ କରୁଛନ୍ତି। ଏଇଭଳି ମା ସୀତାଙ୍କର ପାଦକୁ ନିଉଛାଳି ବନ୍ଦନା କରୁଛନ୍ତି। ବନ୍ଦନା କଲେ ଏବଂ ସେ ସର୍ବେ ଅଲକ୍ଷିତ। ଆଉ ଯେତେ ଅନ୍ତଃପୁରରେ, ଯେତେ ଜନକ ରାଜାଙ୍କ ପୁରରେ ଯେତେ ଲୋକ ଲଳନା ସବୁ ଥିଲେ, ତା ଆଗରେ ଅଲକ୍ଷ୍ୟ ନ ଲକ୍ଷ୍ୟ ତୁଳନୀୟ ହେବେ ନାହିଁ, ଏ କଥା ଚିନ୍ତା କରାଯାଉଛି। ଏବେ କବି କହୁଛନ୍ତି ଆଉ କ'ଣ ସୀତାଙ୍କର ପାଦ କଅଁଳିଆ କୋମଳ ପାଦ ଦୁଇଟି ହେଇଛି ନା ଚଳନଶୀଳ ହେଉଛି, ପାଦ ଯୋଡ଼ିକ ହଲଉଛନ୍ତି ଆଜ୍ଞା। ତେଣୁ ବାତରେ କେମିତି ନା କବି ଗୋଟିଏ ଉପମା ଦେଉଛନ୍ତି, ଯେ ପବନରେ ଆନ୍ଦୋଳିତ ହେଉଥିବା ଲତା ଚଳଚଳ ସ୍ପନ୍ଦିତ ହେଉଥିବା ଚଳନଶୀଳ ଲତା ଭଳି ହଲଚଲ ହେଉଛନ୍ତି। ଆଉ ବାତରେ ଲତାଗ୍ର ଚଳଚଳ, ଲତାର ଅଗ୍ରଭାଗ ଯେମିତି ଚଳଚଳ ହୁଏ, ପବନ ଟିକେ ଇସତ୍ ପବନ ବାଜିଲେ ଲତାର ଅଗ୍ରଭାଗ ଯେମିତି ହେଉଛି, ଇଏ କଅଁଳିଆ ନା କୋମଳ। ଏଣୁ ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ବେଳକୁ ବେଳ ସେ, ଏଇ ସୁମନା ଅଙ୍ଗରେ ଆଉ ବିଶେଷ ଶୋଭା ଦିନକୁ ଦିନ ବଢ଼ିଲା।
ଆଉ ମା ସୀତା ଆଉ ତାଙ୍କର ପାଦ ଯୋଡ଼ିକ ବା ଅଙ୍ଗଲାବଣ୍ୟ ସମସ୍ତେ ଦେଖୁଛନ୍ତି ଏବଂ ପବନରେ ଆନ୍ଦୋଳିତ ଲତାର ଅଗ୍ରଭାଗ ଯେମିତି ଆନ୍ଦୋଳିତ ହୁଏ ସେଭଳି ହଲଚଲ ହେଉଛନ୍ତି। ଆଉ ସଦ୍ୟ ଧରିକିରି ଆସିଛନ୍ତି ନା ଆଜ୍ଞା, ତେଣୁ କବି ସେଇଟା ଶୋଭାରେ ବିଦୀପ୍ତ, ସମସ୍ତେ ତାଙ୍କ ଶୋଭାକୁ ଚାହିଁଛନ୍ତି। ସମସ୍ତେ ତାଙ୍କର, ମୁଁ କହିଛି ଇଏ ସମୁଦ୍ର ଗର୍ଭରୁ ଜାତ ବନଜ ଶବ୍ଦ ଦେଲେ, ଆଉ ସମସ୍ତ ସୀମନ୍ତିନୀମାନଙ୍କର ନାରୀମାନଙ୍କର ଶିରୋଭୂଷା ହେବେ ବୋଲି ସ୍ୱୟଂ ଜନକ ରାଜା ବା ଜନକ ଋଷି ନିଜେ ଚିନ୍ତା କରିଛନ୍ତି। ଆଉ ସେଇଭଳି ଯାହା ଦେହରେ ଶୋଭା ଅଛି ଆଜ୍ଞା, ସେ କାହିଁକି ରୂପଲାବଣ୍ୟରେ ସମସ୍ତଙ୍କୁ କାହିଁକି ମୁଗ୍ଧ କରି ନ ଦେବ। ଏଇଭଳି ଅନ୍ତଃପୁରରେ ଯେତେ ରମଣୀ ଥିଲେ ସମସ୍ତଙ୍କ ଭିତରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି ସୀତାଙ୍କୁ। ପୁଣି କହି ରଖେ ଟିକେ ଆଉ ଶ୍ରୋତାବନ୍ଧୁମାନଙ୍କୁ ଯେ ବିଦଗ୍ଧ ଚିନ୍ତାମଣିକାର ଅଭିମନ୍ୟୁ ସାମନ୍ତ ସିଂହାର ଯେମିତି ଲେଖିଛନ୍ତି ଯେ ଏଇ ଯେଉଁ ବିଦଗ୍ଧ ଚିନ୍ତାମଣି କାବ୍ୟ ମୁଁ ଲେଖୁଛି, ଥୋକେ ସ୍ଥଳ ହେବ ଗୁଡ଼କୃତ ପାକ, ଥୋକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼କୃତ ପାକ, ଥୋକେ ସ୍ଥଳ ନାରିକେଳ ଖର୍ଜୁର ରୋଚକ। ଥୋକେ ସ୍ଥଳ ଦ୍ରାକ୍ଷା ଭଳି କୋମଳ ଅଙ୍ଗୁର ଭଳି ଖାଇଲେ ଲାଗିବ ଯେମିତି ଅଙ୍ଗୁର ଲାଗେ, ସେଭଳି ସୁମିଷ୍ଟ ମଧୁର ଲଳିତ ଶବ୍ଦାବଳୀ ଦ୍ୱାରା କାନ୍ତ କୋମଳ ପଦାବଳୀ ଲେଖା ହେଇଥିବ ସ୍ଥଳ ବିଶେଷରେ, ସ୍ଥଳେ ସ୍ଥଳେ କାବ୍ୟରେ। ନାରୀ ଥୋକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼କୃତ, ଆଉ ଗୁଡ଼ ଭଳି ଅତ୍ୟନ୍ତ ମଧୁର, ସବୁ ଯାହା ପଢ଼ିଲେ ମଧୁର। ମାଧୁର୍ଯ୍ୟ ବ୍ୟଞ୍ଜକୀ ବର୍ଣ୍ଣେଇ ରଚନା ଲଳିତାତ୍ମକା ଅବୃତ୍ତି ରପବୃତ୍ତି ବା ବୈଦର୍ଭୀ ରୀତି, ଯେଉଁଠି ବୈଦର୍ଭୀ ରୀତି ଥୋକେ ସ୍ଥଳ ଲେଖା ହେଇଥିବ ମାଧୁର୍ଯ୍ୟ ବ୍ୟଞ୍ଜକ ବର୍ଣ୍ଣ, ସେଇଭଳି କବି ଯଦୁମଣି ମଧ୍ୟ ସେଥିରୁ ବାଦ ଯାଇନାହାନ୍ତି। ଅର୍ଥାତ୍ କେଉଁଠି ଦ୍ରାକ୍ଷାକୃତ, କେଉଁଠି ଗୁଡ଼କୃତ ପାକ, କେଉଁଠି ନାରିକେଳ, କେଉଁଠି ମଧ୍ୟ ଖର୍ଜୁର। ତେଣୁ ଏହି କାବ୍ୟର ରାଗବିଳାସ କାବ୍ୟରେ ସ୍ଥଳେ ସ୍ଥଳେ ସ୍ଥଳ ବିଶେଷରେ ଅନେକ କ୍ଲିଷ୍ଟ ଶବ୍ଦ ସବୁ ରହିଛି, ମାତ୍ର ସେଥିରୁ ଆମେ ମଧୁର ଅର୍ଥକୁ ବାହାର କରିବା ଏବଂ ସେ ରସାଳ ମଧୁର ରସକୁ ପାନ କରିବା। ରାମକାବ୍ୟ ଇଏ ଆଜ୍ଞା। ଏଣୁ କବି ପୁଣି ବର୍ଣ୍ଣନା କରୁଛନ୍ତି, ଧାତ୍ରୀ ଶ୍ରୀ ଧାତ୍ରୀ କୋଳେ ସୁଶୋଭନ୍ତି ଜ୍ୟୋତି ଜ୍ୟୋତି ନାରୀ ଆନନ୍ଦ। ଆରେ ଧାତ୍ରୀ, ପ୍ରଧାନ ଧାତ୍ରୀ, ଧାଈମାନେ କେତେ ଧାଈ ସବୁ ଅଛନ୍ତି। ସୀତାଙ୍କୁ କହଳିଆ ପିଲାଟିଏ ପରେ ସୀତା, ଆଉ ମାତା ଲକ୍ଷ୍ମୀ ସ୍ୱରୂପିଣୀ, ଆଉ ତାଙ୍କୁ ଲାଳନ ପାଳନ କରିବା ପାଇଁ ସତେ ଯେମିତି ଶହ ଶହ ଧାତ୍ରୀ ବା ଧାଈ ଅଛନ୍ତି ଏବଂ ତା ଭିତରେ ମଧ୍ୟ ବୃଦ୍ଧା ଶ୍ରେଷ୍ଠ ଧାତ୍ରୀ ବି ଅଛନ୍ତି। ସମସ୍ତେ କହୁଛନ୍ତି ମୋତେ ଟିକେ ଦିଅ, ମୋତେ ଟିକେ ଦିଅ, ଏ ପିଲାଟିକି ମୁଁ ଟିକେ ଧରି ପକାଇବି, ମୁଁ ଟିକେ କୋଳାଗ୍ରତ କରିବି, ମୁଁ ଟିକେ କୋଳେଇ ପକାଇବି, ମୁଁ କିଏ ଆନନ୍ଦରେ ଚୁମା ଟିକେ ଦେଇଦେବ, ଏଇସବୁ ଚାଲିଛି ଆଜ୍ଞା। ତାପରେ ଜ୍ୟୋତି ଯେ ଋଷି ଜନକ ଏବଂ ଜ୍ୟୋତି ନାରୀ ଅର୍ଥାତ୍ ତାଙ୍କର ମାତା, ସୀତାଙ୍କର ମାତା, ତାଙ୍କର ଜନକ ରାଜାଙ୍କର ଯିଏ ସ୍ତ୍ରୀ ପତ୍ନୀ, କେହି ତାଙ୍କୁ ସୁଲୋଚନା କହେ, କେହି ବା ସୁନୟନା, ସୀତାଙ୍କର ମାତାଙ୍କର ନାମ। ଏବଂ ଏଇଭଳି ଆନନ୍ଦରେ ଅନ୍ତଃପୁର କୋଳାହଳମୟ ଆନନ୍ଦ ଉଲ୍ଲାସରେ ଉଛୁଳୁଛି ଆଜ୍ଞା। ଆଉ କୂଳ ପବିତ୍ରାଣୀ ସମ୍ଭୂତା ଏ ପୁଣି ଜ୍ୟୋତି ଏବଂ ଜ୍ୟୋତି ନାରୀ ଯାହା ଜନକ ଋଷି ଏବଂ ତାଙ୍କର ପତ୍ନୀ ଆନନ୍ଦିତ ହେଇକରି କହୁଛନ୍ତି, ଆରେ ଇଏ ଆମ କୂଳ ପବିତ୍ର କରିଦେବ, କୂଳ ପବିତ୍ରାଣୀ ପବିତ୍ରକାରିଣୀ, ଇଏ ଆମ କୂଳକୁ ଆମ ବଂଶକୁ ଏ ପବିତ୍ର କରିଦେବ। ଏବଂ ସମ୍ଭୂତାଏ ଏଇଥିପାଇଁ ଇଏ ଜାତ ହେଇଛି। ଏବଂ ସୁମନା ଦର୍ଶନେ ପ୍ରମୋଦ, ଏଇଭଳି ଝିଅକୁ ଦେଖିକିରି ଆନନ୍ଦରେ ସମସ୍ତେ ବିହଳ ହେଇଯାଉଛନ୍ତି ଆଜ୍ଞା। ଧାତ୍ରୀ ଆଉ ଶ୍ରେଷ୍ଠ ଧାତ୍ରୀ ଜନକ ରାଜା ଏବଂ ତାଙ୍କର ପତ୍ନୀ। ଅଦେହ ନଗରେ ଯାଙ୍କ ବାସ, ବାସରେ ମଣ୍ଡିତ ହେବାରେ ସୁବାସ ବାସରେ ପ୍ରଭାତ। ସୁବାସ ବାସରେ ଯେତେବେଳେ ପ୍ରବେଶ ହେଇଯାନ୍ତି, ଘରେ ଯେତେବେଳେ ଆସି ପହଞ୍ଚି ଯାଇଛନ୍ତି ଆଜ୍ଞା, କନ୍ଦର୍ପକୁ ସତେ ଯେମିତି କନ୍ଦର୍ପକୁ ନିନ୍ଦା କରୁଛି। ତାଙ୍କର କନ୍ଦର୍ପ ହେଉଛି ରୂପର ଦେବତା ଏବଂ ଇଏ ତ ସତେ ଯେମିତି ତାଙ୍କ ଦେହରେ କନ୍ଦର୍ପ ବାସ କରିଛି, ଅର୍ଥାତ୍ ରୂପ ସୌନ୍ଦର୍ଯ୍ୟରେ। ଏବଂ ଅଦେହ ନଗରେ ଯାଙ୍କ ବାସ, ବାସରେ ମଣ୍ଡିତ ହେବାରେ, ବାସରେ ଅର୍ଥାତ୍ ଜନକ ରାଜାଙ୍କ ନଗରରେ ଆସିକରି ପହଞ୍ଚିବା, ଘରେ ପହଞ୍ଚି ଯିବା ପରେ ଅତ୍ୟନ୍ତ ବିହଳିତ ହୋଇକରି ଅତ୍ୟନ୍ତ ତାଙ୍କ ଦେହରୁ ଯେଉଁ ସୁବାସ ବାହାରୁଥିଲା, ତାର ବାସ୍ନା ଚାରିଆଡ଼େ ବା ସୌରଭ ବିଚ୍ଛୁରିତ ହୋଇଗଲା। ଏଇଭଳି କବିତାକୁ ସୀତାଙ୍କର ଅଙ୍ଗଲାବଣ୍ୟ, ରୂପଶୋଭା ଏବଂ କାମଦେବକୁ ବା କନ୍ଦର୍ପକୁ ଜିଣିକି ତାଙ୍କର ଆହ୍ଲାଦିତ ଯେଉଁ ରୂପକାନ୍ତି, ଏଥିରେ ଧାତ୍ରୀମାନେ
ଏବଂ ଜନକ ରାଜା ତାଙ୍କର ପତ୍ନୀ ସମସ୍ତେ ଆନନ୍ଦିତ ହୋଇଛନ୍ତି। ଏହାପରେ କବି କ'ଣ ବର୍ଣ୍ଣନା କରିବେ? ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସୀତାମାତାଙ୍କର ରୂପ ଶୋଭା କି ଆଉ କିଭଳି ବଢ଼ିଲେ ଦିନକୁ ଦିନ ଚନ୍ଦ୍ରକଳା ପରି, ଏ କ'ଣ ହେଲା ବିଷୟବସ୍ତୁ ଆଲୋଚନା କରିବା ସମୟ ମିଳିଲେ। ନମସ୍କାର।